ଦେଖନ୍ତୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ତରଫରୁ ଆପଣଙ୍କର ଯେଉଁ ରିକ୍ରୁଟମେଣ୍ଟ ରହିଥିଲା, ଆପଣଙ୍କର କେତୋଟି ରିକ୍ରୁଟମେଣ୍ଟ ରହିଥିଲା ଦେଖନ୍ତୁ ଆପଣଙ୍କର 1300 ଟୋଟାଲ ପୋଷ୍ଟ ଆପଣଙ୍କର ଯେଉଁ ପୋଷ୍ଟ ଗୁଡ଼ିକ ରହିଥିଲା ତ ଟୋଟାଲ ପୋଷ୍ଟ ଆପଣଙ୍କର ଦେଖନ୍ତୁ ଏଥିରେ 1342ଟି ପୋଷ୍ଟ ରହିଥିଲା। ତ ଆପଣଙ୍କର ନେକ୍ସଟରେ ଆପଣଙ୍କର 44ଟି ଯେଉଁ ପଦବୀ ରହିଥିଲା ସେଥିରେ ଆପଣଙ୍କର 1342 ଠିକ୍ ଅଛି ଆପଣ 1386ଟି ପୋଷ୍ଟ ଟୋଟାଲ ରହିଥିଲା। ଏଥିରେ ଯେଉଁ ଆପଣଙ୍କର ସିଲେକ୍ସନ୍ ପ୍ରୋସେସ୍ ଆପଣମାନେ ବହୁତ ରିକ୍ୱେଷ୍ଟ କଲେ। ତ ଦେଖନ୍ତୁ ଆପଣଙ୍କର ଯେଉଁ ଏଇ ସିଲେକ୍ସନ୍ ପ୍ରୋସେସ୍ ରହୁଛି ଆପଣଙ୍କର ପ୍ରିନ୍ସିପାଲ୍ ପିଜିଟି ଫିଜିକ୍ସ କେମିଷ୍ଟ୍ରି ଟିଚର୍ ଆପଣଙ୍କର ସବୁ କିଛିରେ କେଉଁ ସବଜେକ୍ଟ ଆପଣଙ୍କର ଏକ୍ଜାମ୍ସରେ ରହିବ ତ ଆପଣଙ୍କର ଏଥିରେ ସିଲେକ୍ସନ୍ ପ୍ରୋସେସ୍ କ'ଣ ରହୁଛି ଏଇ ଡିଟେଲ୍ସ ଆପଣମାନେ এই ଭିଡ଼ିଓ ମାଧ୍ୟମରେ ଜାଣିପାରିବେ। ତ ଭିଡ଼ିଓର ଶେଷ ପର୍ଯ୍ୟନ୍ତ ରହିବେ। ତ ଆପଣମାନେ ଯେହେତୁ ଆପଣମାନେ କମେଣ୍ଟ କଲେ ଯେହେତୁ କି ଆପଣଙ୍କର ସିଲେକ୍ସନ୍ ପ୍ରୋସେସ୍ କ'ଣ ରହିବ ଏଥିରେ, ତ ଦେଖନ୍ତୁ ଆପଣଙ୍କୁ ଜଣେଇବି ଏଥିରେ ସିଲେକ୍ସନ୍ ପ୍ରୋସେସ୍ କ'ଣ ରହିବ। ଆପଣଙ୍କର ଏଇ ଯେଉଁ ଆପଣଙ୍କର ସିଲେକ୍ସନ୍ ପ୍ରୋସେସ୍ ରହୁଛି ଆପଣଙ୍କର କମ୍ପ୍ଲିଟ୍ ଡିଟେଲ୍ସରେ ଜଣେଇବି, ଠିକ୍ ଅଛି। ଆପଣମାନେ ଭିଡ଼ିଓ ଶେଷ ପର୍ଯ୍ୟନ୍ତ ରହିବେ। ତ ଆପଣମାନଙ୍କ କମେଣ୍ଟ ଅନୁସାରେ ମୁଁ ଆପଣଙ୍କୁ ଏଇ ଭିଡ଼ିଓ ପ୍ରୋଭାଇଡ଼ କରୁଛି। ତ ସମସ୍ତେ ଭିଡ଼ିଓ ଶେଷ ପର୍ଯ୍ୟନ୍ତ ରହିବେ। ତ ଚାଲନ୍ତୁ ଆପଣଙ୍କର ସିଲେକ୍ସନ୍ ପ୍ରୋସେସ୍ କ'ଣ ରହୁଛି ସେଟା ଆମେ ଦେଖିବା, ଠିକ୍ ଅଛି। ଦେଖନ୍ତୁ ଆପଣଙ୍କର ଏଥିରେ ଯେଉଁ ସିଲେକ୍ସନ୍ ପ୍ରୋସେସ୍ ରହୁଛି ଏଥିରେ ଆପଣଙ୍କର କମ୍ପ୍ୟୁଟର ବେସ୍ରେ ଏକ୍ଜାମ୍ଟି ରହିବ। କମ୍ପ୍ୟୁଟର ବେସ୍ରେ ଆପଣଙ୍କର ପାର୍ଟ 1 ଆପଣଙ୍କର ପାର୍ଟ 1 ପାର୍ଟ 2 ଆପଣଙ୍କର ପାର୍ଟ 3 ପର୍ଯ୍ୟନ୍ତ ଆପଣଙ୍କର ଏକ୍ଜାମିନେସନ୍ ରହିବ, ଠିକ୍ ଅଛି। ଏଇ ଯେଉଁ ଆପଣଙ୍କର 3ଟି ଲେଭେଲରେ ଆପଣଙ୍କର ଏକ୍ଜାମିନେସନ୍ଟି ହେବ। ଏଥିରେ ଦେଖନ୍ତୁ ଆପଣଙ୍କର ଓଡ଼ିଆ ଇଂଲିଶରେ ଆପଣଙ୍କର ଏକ୍ଜାମ୍ଟି ଆସିବ, କ୍ୱେଶ୍ଚନ୍ଟି ଆସିବ ଆପଣଙ୍କର ଓଡ଼ିଆରେ ଆପଣଙ୍କର କ୍ୱେଶ୍ଚନ୍ ଗୁଡ଼ିକ ଆସିବ। ତ ଆପଣଙ୍କର ଇଂଲିଶରେ ଆପଣଙ୍କର ରହିବ, ଓଡ଼ିଆରେ ମଧ୍ୟ ରହିବ, ଠିକ୍ ଅଛି। ଆପଣ ପେପର୍ ୱାନ୍ରେ ଆପଣଙ୍କର ଯେଉଁ କ୍ୱେଶ୍ଚନ୍ ଗୁଡ଼ିକ ରହିବ ଆପଣଙ୍କର ଓଡ଼ିଆ ଇଂଲିଶରେ ରହିବ। ଏଥିରେ ଯେଉଁ ଆପଣଙ୍କର ଡ୍ୟୁରେସନ୍ ଏଇ ପେପର୍ 1 ଯେଉଁ ଓଡ଼ିଆ ଇଂଲିଶରେ ଆପଣଙ୍କର ଲାଙ୍ଗୁଏଜ୍ ରହୁଛି ଏଥିରେ 1.5 ଘଣ୍ଟା ଆପଣଙ୍କୁ ଟାଇମ୍ ରହିବ, ଠିକ୍ ଅଛି। 1.5 ଘଣ୍ଟା ଘଣ୍ଟେ 30 ମିନିଟ୍ ଆପଣଙ୍କର ରହିବ ଟାଇମ୍ଟି। ଏଥିରେ ଆପଣଙ୍କର କେଉଁ ସବଜେକ୍ଟ ଆସିବ ସେଟା ଆପଣଙ୍କୁ ଡିଟେଲ୍ସରେ ଦେଖନ୍ତୁ ଫ୍ରେଣ୍ଡସ୍। ଆପଣଙ୍କର ଏକ୍ଜାମ୍ ସେଣ୍ଟର ବି ଆପଣ ଜାଣିଯାଇଥିବେ। ଆପଣଙ୍କର ଏକ୍ଜାମ୍ ସେଣ୍ଟର ମଧ୍ୟ ମୁଁ କହିଦେଇଥିଲି। ଯେଉଁମାନେ ଦେଖିନାହାନ୍ତି ଆପଣମାନେ ଯାଇକି PDF ଟେଲିଗ୍ରାମ ଚ୍ୟାନେଲରୁ ଡାଉନଲୋଡ଼ କରିକି ଆପଣମାନେ PDFଟି ପଢ଼ିପାରିବେ। ଆପଣଙ୍କର ଦେଖନ୍ତୁ ଆପଣଙ୍କର ଏଇ ଯେଉଁ ପ୍ରିନ୍ସିପାଲ୍ ପୋଷ୍ଟରେ ଯେଉଁ ପୋଷ୍ଟ ଗୁଡ଼ିକ ରହୁଛି ଏଥିରେ ତ ଆପଣମାନେ ଦେଖନ୍ତୁ ଅନଲାଇନ୍ ଟେଷ୍ଟ ଆପଣଙ୍କର ହେବ କମ୍ପ୍ୟୁଟର ବେସ୍ରେ। ଏଥିରେ ପାର୍ଟ 1 ପାର୍ଟ 2 ପାର୍ଟ ଆପଣଙ୍କର 4ଟି ଲେଭେଲରେ ଆପଣଙ୍କର ଏଥିରେ ଏକ୍ଜାମିନେସନ୍ଟି ରହିବ। ତ ଆପଣଙ୍କର 4ଟି ଲେଭେଲରେ ଆପଣଙ୍କର ଏକ୍ଜାମିନେସନ୍ ରହିବ। ଏଥିରେ ମଲ୍ଟିପୁଲ୍ ଚଏସ୍ କ୍ୱେଶ୍ଚନ୍ ଆସିବ। 180 ମିନିଟ୍ ଆପଣଙ୍କର ଟାଇମ୍ ଡ୍ୟୁରେସନ୍ ରହିବ। 180ଟି କ୍ୱେଶ୍ଚନ୍ ରହିବ। ଏଥିରେ ଆପଣଙ୍କର ପ୍ରତ୍ୟେକ କ୍ୱେଶ୍ଚନ୍ ପାଇଁ ଆପଣଙ୍କର 1 ମାର୍କ ଆଣିବା ପାଇଁ ପଡ଼ିବ, ଠିକ୍ ଅଛି। ଏଥିରେ ଆପଣଙ୍କର ନେଗେଟିଭ୍ ମାର୍କିଂ 0.25 ମାର୍କ ରହୁଛି। ଆପଣଙ୍କର ଯେହେତୁ 1/4 ରହୁଛି 1/4 ଆପଣଙ୍କୁ ରହିବ। ଆପଣଙ୍କର 4ଟି କ୍ୱେଶ୍ଚନ୍ରେ ଆପଣଙ୍କର 1 ମାର୍କ କଟିବ, ଠିକ୍ ଅଛି। ତ ଦେଖନ୍ତୁ ଆପଣଙ୍କର ଏଥିରେ ପାର୍ଟ 1ରେ ଯେଉଁ ଏକ୍ଜାମ୍ ରହିବ 40 ମାର୍କ ଆପଣଙ୍କର ଏକ୍ଜାମ୍ ରହିବ। ଏଥିରେ ଜେନେରାଲ ଇଂଲିଶ 20 ମାର୍କ, ଆପଣଙ୍କର ପ୍ରୋଫିସିଏନ୍ସି ଓଡ଼ିଆ ଟେନ୍ସରେ ଆପଣଙ୍କର 20 ମାର୍କ ରହିବ। ତାପରେ ଆପଣଙ୍କର ନେକ୍ସଟ ରହୁଛି ପାର୍ଟ 2ରେ ଜେନେରାଲ ଆୱାରନେସ୍ କମ୍ପ୍ୟୁଟର ଲିଟରେସି। ଏଥିରେ 40ଟି କ୍ୱେଶ୍ଚନ୍ ରହିବ। ଆପଣଙ୍କର ଜେନେରାଲ ନଲେଜ କଣ୍ଟେମ୍ପରାରୀ ଏଥିରେ 10 ମାର୍କ, ଲଜିକାଲ ରିଜନିଂରେ 10 ମାର୍କ, କମ୍ପ୍ୟୁଟର ଲିଟରେସିରେ 10 ମାର୍କ, ଯେଉଁଟାକି ମ୍ୟାଥ୍ ରହୁଛି କ୍ୱାଣ୍ଟିଟିଭ୍ ଆପ୍ଟିଟ୍ୟୁଡ଼ରେ ଆପଣଙ୍କର ଏଥିରେ 10 ମାର୍କ ରହୁଛି। ପାର୍ଟ 3ରେ ଯେଉଁ ଏକ୍ଜାମ୍ ରହୁଛି ସେଥିରେ ଆପଣଙ୍କର 30 ମାର୍କରେ କ୍ୱେଶ୍ଚନ୍ ରହିବ। ଏଥିରେ ଦେଖନ୍ତୁ ଆପଣଙ୍କର କେବଳ ଏଇଟା ପ୍ରିନ୍ସିପାଲ୍ ପୋଷ୍ଟ ପାଇଁ ରହୁଛି। ଚାଇଲ୍ଡ ଡେଭଲପମେଣ୍ଟ ଏଥିରେ ଆପଣଙ୍କ ପେଡାଗୋଜିରେ 10 ମାର୍କ ରହିବ ଆପଣଙ୍କର। ତାପରେ ଆପଣଙ୍କର ପ୍ରେସ୍କ୍ରିପ୍ଟିଭ ଇନ୍ ଏଜୁକେସନ୍ ଆଣ୍ଡ ସୋସିଆଲ ଅର୍ଗାନାଇଜେସନ୍ ଆପଣ ଏଥିରେ 10 ମାର୍କରେ ଦେବାକୁ ପଡ଼ିବ। ତାପରେ ଟେକ୍ନିକାଲ ମେଟ୍ରୋଲୋଜିରେ ଆପଣଙ୍କର 10 ମାର୍କ ଦେବାକୁ ପଡ଼ିବ। ତାପରେ ଆପଣଙ୍କ ପାର୍ଟ IVରେ ଯେଉଁଟା ରହୁଛି ଆଡମିନିଷ୍ଟ୍ରେସନ୍ ଆଉ ଫାଇନାନ୍ସିଆଲ ଆପଣଙ୍କର ଫାଇନାନ୍ସିଆଲ ସେଥିରେ ଆପଣଙ୍କ 70 ମାର୍କରେ ଦେବାକୁ ପଡ଼ିବ। ତ ଏଥିରେ ଆପଣଙ୍କର ଇଣ୍ଟରଭ୍ୟୁରେ ଆପଣ 60 ମାର୍କରେ ଦେବାକୁ ପଡ଼ିବ। ତ ଏଥିରେ ଯେଉଁ ଆପଣଙ୍କର ସର୍ଟଲିଷ୍ଟ ହେବେ ସର୍ଟଲିଷ୍ଟ ହେଲା ପରେ ଆପଣଙ୍କର ଯେଉଁ କ୍ୟାଣ୍ଡିଡେଟ୍ ଆପଣଙ୍କ ପେପର୍ 1 ପେପର୍ 4 ପର୍ଯ୍ୟନ୍ତ ଆପଣ 70% ମାର୍କ ରଖୁଛନ୍ତି ତାହେଲେ ଆପଣମାନେ ଏଥିରେ ସିଲେକ୍ଟେଡ୍ ହେବେ। ଇଣ୍ଟରଭ୍ୟୁରେ ଆପଣଙ୍କର 30% ମାର୍କ ଆପଣମାନେ ରଖିଲେ ସିଲେକ୍ଟେଡ୍ ହେବେ। ତ ଇଏ ଆପଣଙ୍କର ପ୍ରିନ୍ସିପାଲ୍ ପୋଷ୍ଟ ରହିଲା। ତାପରେ ଆପଣଙ୍କର ଟ୍ରେନିଂ ଗ୍ରାଜୁଏଟ୍ ଟିଚର୍ ପାଇଁ ରହୁଛି ଆପଣଙ୍କର ଇଂଲିଶ ମ୍ୟାଥ୍
साइंस सोशल स्टडी आपंकर क्वेश्चन आसो एपंकर जो क्वेश्चन गुड़िक आसो आपंकर कंप्यूटर बेस एग्जाम हम पेपर 1 पेपर 2 पेपर 3 पर्यटन आपंकर हम एपंकर 200 मिनिट आपंकर टाइम ड्यूरेशन रहा 200 क्वेश्चन प्रत्येक क्वेश्चन पे 1 मार्क आप नेगेटिव मार्क 1/4 ठीक अच्छे 1/4 तो ये आपंकर सीबीटी रे आपंकर एग्जामिनेशन टी हम तो ये आपंकर देखु आपंकर पार्ट 1 पेपर 1 रे 40 क्वेश्चन आसो मल्टीपल चॉइस रे ओडिया इंग्लिश ओडिया आपंकर 20 मार्क आपंकर आसो एथिरे करेंट अफेयर आसो 30 क्वेश्चन करेंट अफेयर रीजनिंग रे 30 क्वेश्चन 30 क्वेश्चन आसो तापर पेपर 3 जोटा रोचे कंटेंट आ मेट्रोलॉजी रे सेथिरे आपंकर 100 क्वेश्चन आसो 40 मार्क आपंकर इंटरव्यू हम ठीक अच्छे तापर आपंकर फिजिक्स टीचर रे पीजीटी रे आपंकर फिजिक्स केमिस्ट्री बायोलॉजी मैथ कॉमर्स आपंकर एथिरे होबो एथिरे आपन 200 मिनिट आपन टाइम रे रहइबो 200 क्वेश्चन रहइबो नेगेटिव माने 1/4 रहइबो एथिरे देखंत आपनकर कंप्यूटर एग्जाम रे आपनकर पार्ट 1 रे आपनकर रहउची 40 क्वेश्चन रहइबो ओडिया इंग्लिश रे आपनकर क्वेश्चन रहइबो तापर पार्ट 2 रे आपनकर करेंट अफेयर वा रीजनिंग रहइबो नेक्स्ट आपनकर थर्ड रे मेट्रोलॉजी रे आपनकर रहइबो तापर आपनकर इंटरव्यू 40 मार्क रहइबो ठीक अछि तापर देखंतु फिजिक्स जो फिजिक्स टीचर जोटा रहउची फिजिक्स एजुकेशन टीचर रहउची जोटा पीटी सेथिरे आपनकर पार्ट 3 पर्यंत आपनकर एग्जामिनेशन होबो एथिरे 200 मिनिट आपनकर टाइम रहइबो 1/4 रहइबो नेगेटिव मार्किंग तापर आपनकर एथिरे को सब्जेक्ट आपनकर एग्जाम देबाक पड़िबो तो देखंतु फास्ट आपन मल्टीपल चॉइस रे 20 आपनकर ओडिया इंग्लिश रे आपनकर एग्जाम रहइबो पार्ट 2 रे आपन कंपेयर आपन करेंट अफेयर रहइबो आ रीजनिंग रहइबो 30 क्वेश्चन रहइबो आपनकर एथिरे लास्ट आपनकर जोटा रहउची पार्ट 3 रे आपनकर 100 क्वेश्चन रे मल्टीपल चॉइस आपनकर रहइबो इंग्लिश ओडिया रे मध्ये एथिरे रहइबो एग्रीगेटेड आपनको 30 मार्क आपनकर रखिया पय पड़िबो ठीक अछि इंटरव्यू रे आपनको 40 मार्क रहइबो तापर देखंतु आर्ट्स टीचर जोटा रहउची आर्ट्स टीचर एंड आपनकर कंप्यूटर टीचर जोटा रहउची एथिरे कंप्यूटर बेस रे एथिरे मध्ये आपनकर एग्जाम रहइबो तो एथिरे पार्ट 1 पार्ट 2 पार्ट 3 रे आपनकर एग्जामिनेशन टी हबो तीनोटी लेवल रे आपनकर एग्जामिनेशन हबो एथिरे 200 मिनिट आपनकर टाइम रहइबो तो एथिरे आपनकर 200 टी क्वेश्चन रहइबो एक मार्क आपनकर गोटे क्वेश्चन पय गोटे मार्क आनिबा पय पड़िबो एथिरे मध्ये आपनकर 1/4 नेगेटिव मार्किंग रहइबो जोटा कि आपनकर 0.25 मार्क आपनकर रहइबो तो चारोटी क्वेश्चन भूल कले आपण माने 1 मार्क कटिबो ठीक अछि चारोटी क्वेश्चन भूल कले आपनकर 1 मार्क रहइबो 1 मार्क कटिबो तो आपनकर एथिरे देखंतु मल्टीपल चॉइस रे क्वेश्चन गुडी आसीबो एथिरे आपनकर पार्ट 1 रे जो क्वेश्चन रहइबो सेथिरे आपनकर 40 टी क्वेश्चन रे आपनकर ओडिया इंग्लिश रे आपनकर 20 मार्क रहइबो पेपर 2 रे जो सब्जेक्ट रहउची सेथिरे आपनकर करेंट अफेयर रे 30 मार्क रहइबो रीजनिंग रे 30 मार्क रहउची ठीक अछि तापर आपन पेपर टेस्ट आपनकर पार्ट आपनकर जोटा पेपर 3 रहउची टेस्ट विल बी कंपेयर 100 क्वेश्चन आपन रिलेटिव मल्टीपल चॉइस आपनकर रहइबो एथिरे परफॉर्मेंस 20 मार्क रे आपन कंडक्ट सेपरेटली करिवे तापर आपनकर 20 मार्क रे इंटरव्यू होबो ठीक अछि पार्ट 2 और पार्ट 3 रे आपनकर 50 मार्क आपनको आनिया पे पड़िबो परफॉर्मेंस टेस्ट रे आपनकर 20 मार्क आ इंटरेस्ट 20% आ इंटरव्यू रे आपनकर 30% मार्क आपनको रखिया पे कंपलसरी रखिया पे पड़िबो तो ये थिला आपन मनकर कंप्लीट डिटेल्स सिलेबस तो आपनकर डिटेल्स रहितला जो माने